ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ପିଲାମାନେ, +2 ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ, +2 ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ। ତ ସାଇନ୍ସ ପିଲାମାନେ ସମସ୍ତଙ୍କୁ ଅଲ୍ ଦି ବେଷ୍ଟ ଅଫ୍ ଲକ୍। ତମମାନଙ୍କର ଆଜି ଏକ୍ଜାମ୍ ଅଛି ପିଲାମାନେ, ଡୋଣ୍ଟ ୱରି, ସମସ୍ତଙ୍କର ଭଲ ହେବ, ନର୍ଭସ୍ ହେବାର କିଛି ନାହିଁ ପିଲାମାନେ। ସମସ୍ତେ ତମମାନେ ତମର ବେଷ୍ଟ ଦେବ ପିଲାମାନେ। ତ 2 ମାର୍କିଆ କ୍ୱେଶ୍ଚିନ୍ ଚାଲ ଆମେ ସିଲେକ୍ସନ୍ କିଛି ଦେଖିଦେଇ ଯିବା। ପରୀକ୍ଷା ପୂର୍ବରୁ ସିଲେକ୍ସନ୍ କ୍ୱେଶ୍ଚିନ୍ ଦେଖିଦେଇ ଯିବା, ନିଶ୍ଚିନ୍ତ ପଡ଼ିବ ପିଲାମାନେ। ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ତ ପିଲାମାନେ ଦେଖ, ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି? ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି? ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି ପିଲାମାନେ? ସ୍ୱାଧୀନ ଦେଶର ସେ କେମିତି ପ୍ରାବନ୍ଧିକ ନାଁ ଲେଖିବ ମୁଁ ପଢ଼ୁନି। ତ ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ ହୀରାକୁଦ ବନ୍ଧରୁ ପାଣି ଝରିବା ସହିତ ତୁଳନା କରିଛନ୍ତି। ନେକ୍ସଟ, ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପର କ'ଣ ହୋଇ ଉଠିଛି? ବହୁତ ଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପର କ'ଣ ହୋଇ ପଡ଼ିଛି ପିଲାମାନେ? ପୁଷ୍ପପୁରରେ ବର୍ଷାବରଣ ଆସିଛି। ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର କ'ଣ ମଙ୍ଗଳକର ମଧୁମୟ ହୋଇ ଉଠିଛି। ନେକ୍ସଟ, ଗଣତନ୍ତ୍ର ଶାସନରେ ସ୍ୱାଭାବିକ ପରିଣତି କ'ଣ ବୋଲି ଯୁକ୍ତି କରାଯାଏ? ଗଣତନ୍ତ୍ର ଶାସନରେ ସ୍ୱାଭାବିକ ପରିଣତି କ'ଣ ବୋଲି ଯୁକ୍ତି କରାଯାଏ ପିଲାମାନେ? କ'ଣ ନା ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଗଣତନ୍ତ୍ର ଶାସନର ସ୍ୱାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ। ନେକ୍ସଟ, ବହ୍ନି ଶିକ୍ଷା ପରି ସଦା ଊର୍ଦ୍ଧ୍ୱଗାମୀ କାହା ଉଦ୍ଦେଶ୍ୟରେ କୁହାଯାଇଛି? ବହ୍ନି ଶିକ୍ଷା ପରି ସଦା ଊର୍ଦ୍ଧ୍ୱଗାମୀ କାହା ଉଦ୍ଦେଶ୍ୟରେ? ବଡ଼ପଣରୁ ଆସିଛି ପିଲାମାନେ। ବହ୍ନି ଶିକ୍ଷା ପରି ସଦା ଊର୍ଦ୍ଧ୍ୱଗାମୀ ଅତୀତ ଉତ୍କଳର ଯଶସ୍ୱୀ ରାଜାମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ନେକ୍ସଟ, କବି ଶୋଷିତ ମଣିଷକୁ କାହାର କୈଫିୟତ ମାଗିବାକୁ କହିଛନ୍ତି? କବି ଶୋଷିତ ମଣିଷକୁ କାହାର କୈଫିୟତ ପିଲାମାନେ? ନା କବିତା ବାର୍ତ୍ତା ସଚ୍ଚିଦାନନ୍ଦ ରାଉତରାୟ ଉତ୍ପୀଡ଼କମାନେ ଶୋଷିତ ମଣିଷକୁ ଯେଉଁ ଭୀଷଣ ଅତ୍ୟାଚାର, ନିର୍ଯାତନା ଓ ପୀଡ଼ା ଦେଇଛନ୍ତି, କବି ତାହାର କୈଫିୟତ ମାଗିବାକୁ କହିଛନ୍ତି। ନେକ୍ସଟ, ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି? କିପରି? ନା ନବବିବାହିତା ପତ୍ନୀଙ୍କୁ ବାମପାର୍ଶ୍ୱରେ ଉପବେଶନ କରାଇ ରାମଚନ୍ଦ୍ର ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି। ନେକ୍ସଟ, କଛ ମାଂସ ଖାଇବା ସମ୍ପର୍କରେ ସେନାପତି କ'ଣ କହିଥିଲେ? କ'ଣ ନା ଅଧିକ ଦକ୍ଷତା ସହ ରାଜସେବା କରିବା ନିମନ୍ତେ ଗଣ୍ଠିପାତରୁ ସହଜ ମୁକ୍ତି ପାଇବା ପାଇଁ କଛ ମାଂସ ଫାଳେ ଖାଇବା ଆବଶ୍ୟକ ବୋଲି ସେନାପତି କହିଥିଲେ। ନେକ୍ସଟ, ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କ'ଣ କହିଛନ୍ତି? କ'ଣ ନା ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କହିଛନ୍ତି, ବାବୁଙ୍କ କଥାନୁସାରେ ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାରୀ ଓ ଲୁଗା ଖଣ୍ଡେ ପିନ୍ଧି ଆସେ ନାହିଁ, ତେଣୁ ତାଙ୍କ ପାଇଁ କଲିକତାରେ କନ୍ୟା ଠିକ୍ ହେଲାଣି। ନେକ୍ସଟ, 25 ବର୍ଷ ଧରି ରାୟବାହାଦୁର ନିଜକୁ କ'ଣ ସାନ୍ତ୍ୱନା ଦେଇ ଆସୁଥିଲେ? କ'ଣ ପିଲାମାନେ? ନା 25 ବର୍ଷ ଧରି ରାୟବାହାଦୁର ନିଜକୁ ସାନ୍ତ୍ୱନା ଦେଇ ଆସୁଛନ୍ତି, ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ କ'ଣ ନିର୍ମମ ହୋଇପାରେ, ମାତ୍ର ଅନ୍ୟାୟ ନୁହଁ। ତାପରେ ଦେଖ, କ'ଣ କଲେ ଶିକ୍ଷା ଯୋଜନା ମଧ୍ୟରେ ସମନ୍ୱୟ ରହିପାରିବ? କ'ଣ ପିଲାମାନେ? ନା ପ୍ରାବନ୍ଧିକ ମତରେ ଆଜିକାଲିର ଯୋଜନା ଯୁଗରେ ସମସ୍ତେ ପାଠ ପଢ଼ି ସାରିବା ପର୍ଯ୍ୟନ୍ତ ଯଦି ଆମେ ଯୋଜନାକୁ ପକାଇ ରଖିବା ତାହେଲେ ଆମେ ବହୁତ ପଛରେ ପଡ଼ିଯିବା। ତେଣୁ ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତାଠାରୁ ଅନେକ ଗୁଣ ଆଗ୍ରହରେ କଲେ ଶିକ୍ଷା ଯୋଜନା ମଧ୍ୟରେ ସମନ୍ୱୟ ରହିପାରିବ। ନେକ୍ସଟ, କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧି ରୂପେ ବାଛିବା ଉଚିତ? କେଉଁ ଉପଯୁକ୍ତ ବ୍ୟକ୍ତି? ନା ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥାନ୍ତି। ତେଣୁ ବ୍ୟକ୍ତିର ଦୋଷ ଗୁଣ, କ୍ରିୟାକଳାପ, ଚିନ୍ତାଧାରା, ମାନସିକ ଦୃଷ୍ଟିକୋଣ, ସାଧୁତା, ସଚୋଟପଣିଆ, ତାହା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧି ରୂପେ ବାଛିବା ଉଚିତ। ନେକ୍ସଟ, ବାରିବହ ଏ ସମସ୍ତେ ତୋର ବାନ୍ଧବୀ କାହା ପ୍ରସଙ୍ଗରେ କୁହାଯାଇଛି ପିଲାମାନେ? ବାରିବହ ଏ ସମସ୍ତେ ନା ଯେଉଁ ବନବାସୀ ନାରୀମାନେ ସୁସ୍ଥ ସବଳ ଓ ସବଳିତ ବନଲତାର ବନପୁଷ୍ପରେ ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ ବନ୍ଧୁର କର୍କଶ ଓ
ଉରଗ କୁଟିଳ ଗିରିପଥକୁ ହାସ୍ୟ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି ସେହିମାନଙ୍କୁ ବାରିବହର ବାନ୍ଧୋଇ ବୋଲି କୁହାଯାଇଛି। ନେକ୍ସଟ, ନିଜର ପୁତ୍ରମାନଙ୍କର କେଉଁ ଅସହାୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ୱାମୀଙ୍କୁ ଲେଖିଥିଲେ? କ'ଣ ନା ତପସ୍ୱିନୀ ଭାବରେ ରହିଥିବା ସୀତା ରାମଚନ୍ଦ୍ରଙ୍କୁ ନିବେଦନ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ପୁତ୍ରମାନଙ୍କର ଅସହାୟତା କଥା ଜଣାଇଲେ। ସେ ଲେଖିଥିଲେ ତାଙ୍କର ପୁତ୍ରଦ୍ୱୟ ଅତ୍ୟନ୍ତ ଅବୋଧ, ସେମାନଙ୍କର ଭାଗ୍ୟରେ ପିତୃକୁଳ ଆହରଣର ଯୋଗ ନାହିଁ, ଫଳରେ ସେମାନେ ଜନ୍ମ ସମୟରୁ ପିତୃ ଅନୁରାଗ ଜାଣନ୍ତି ନାହିଁ। ନେକ୍ସଟ, ପୂର୍ବ ପୁରୁଷଙ୍କ ପ୍ରତିଷ୍ଠା ବିଷୟରେ କବି କି ସୂଚନା ଦେଇଛନ୍ତି? କ'ଣ ନା ସେତେବେଳେ ଆୟୋଜିତ ଏକ ଦରବାରକୁ ଆସିଥିଲେ। ସେ ସମୟରେ ରାଜା ଜମିଦାରମାନେ ଯେଉଁମାନେ କି ନିଜର ବଡ଼ପଣିଆ ଦେଖାଇ ହେଉଥିଲେ, ସେହିଭଳି ଦେଖାଇ ହେଉଥିବା ରାଜାମାନଙ୍କୁ ବ୍ୟଙ୍ଗ କରି କବି ସେମାନଙ୍କ କ'ଣ ନା ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବପୁରୁଷଙ୍କୁ କବି କେଶରୀ ବା ସିଂହ ସହିତ ତୁଳନା କରିଛନ୍ତି। ସେମାନଙ୍କର ପ୍ରତିଷ୍ଠା ଏତେ ବିଶାଳ ଥିଲା ଯାହାକୁ ପରବର୍ତ୍ତୀ ଦୟାଦମାନେ କେବଳ ବିକି ଭାଙ୍ଗି ଚଳାଉଥିଲେ। ନେକ୍ସଟ, ଉତ୍ପୀଡ଼ନର ଜୟ ହଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ କ'ଣ? କ'ଣ ନା ଶତାବ୍ଦୀର ସିଂହଦ୍ୱାରରୁ ବାର୍ତ୍ତା ଆସିଛି, ଯୁଗ ଯୁଗ ଧରି ଶୋଷିତ ହୋଇଥିବା ମଣିଷମାନେ ଜାଗି ଉଠନ୍ତୁ, ସେମାନେ ବଦଳାଇ ଦିଅନ୍ତୁ ମାଲିକ ମୂଲିଆ ଓ ଶୋଷକ ଶୋଷିତର ସମ୍ପର୍କକୁ। ଉତ୍ପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ ହେଉଛି ଶୋଷିତ ମଣିଷଙ୍କ ମନରେ ସମ୍ଭାବନାର ବୀଜ ବୁଣିଦେବା। ନେକ୍ସଟ, ସୋମନାଥ ହାତରୁ ପିସ୍ତଲ ଉଠାଇଲେ କାହିଁକି? କାହିଁକି ନା ଥାନା କଚେରୀ ଆଗରେ ବିରାଟ ଜନତା ବନ୍ଦେ ମାତରମ୍ ଧ୍ୱନି ଦେଉଥିଲେ। ଲାଠିଚାର୍ଜ ହେବା ପରେ ମଧ୍ୟ ସେମାନେ ହଟି ନଥିଲେ। ଏହି ସମୟରେ ଜନତାଙ୍କ ମଧ୍ୟରେ ଅରୁଣ ଲାଠିଚାର୍ଜର ପ୍ରତିବାଦ ଜଣାଇଥିଲା, ଫଳରେ ଜନତା ଭୀଷଣ ଭୟଙ୍କର ହୋଇ ଉଠିଲେ। ଅରୁଣକୁ ଓ ଜନତାଙ୍କୁ ଭୟଭୀତ କରିବା ପାଇଁ ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ। ନେକ୍ସଟ, ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା କ'ଣ ଥିଲା? କ'ଣ ନା ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା ଏଇଆ ଯେ ସେ ବହୁ ସଭା ସମିତିରେ ଉପସ୍ଥିତ ଥିଲେ। ଥିଏଟର ଆଉ କୁସଂସ୍ଥାନ ଭ୍ରମଣରେ ସେ ପକ୍କା ହୋଇଗଲେ। ସମାଜ ପରିବର୍ତ୍ତନ ପାଇଁ କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବର୍ଦ୍ଧନୀ ସଭା କରି ସବୁ ବ୍ୟୟକୁ ସେ ନିଜେ ବହନ କରିଥିଲେ। ନେକ୍ସଟ, ମହାକାଶରେ କଚ୍ଛପ ଉଡ଼ି ଚାଲି ଯାଇଥିବା ଦେଖି ପକ୍ଷୀମାନେ କି ପ୍ରତିକ୍ରିୟା କରି ପ୍ରକାଶ କରିଥିଲେ? ନା ମହାକାଶରେ କଚ୍ଛପ ଉଡ଼ି ଯାଉଥିବାର ଦେଖି ଘରଚଟିଆ ବତାସୀ ଭଳି ସାଧାରଣ ପକ୍ଷୀମାନେ ବିମୂଢ଼ ପାଲଟି ଯାଇଥିଲେ। ମାତ୍ର ପାରା ଓ ଚିଲ ଜାତୀୟ ସମ୍ଭ୍ରାନ୍ତ ପକ୍ଷୀମାନେ ଉଦ୍ବେଗ ପ୍ରକାଶ କଲେ। ନିରାଶବାଦୀ ପକ୍ଷୀ କାଉ କହିଲା ଆକାଶରେ ଭବିଷ୍ୟତ ଅନ୍ଧକାର ହେବ। ବକ କହିଲା ହଂସମାନେ ଯୁଗେ ଯୁଗେ ବିଶ୍ୱାସଘାତକ। ପକ୍ଷୀମାନେ ଏହିପରି ନିଜ ମନ ମୁତାବକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତ ପିଲାମାନେ ତମମାନଙ୍କର ଥିଲା କ'ଣ ନା 2 ମାର୍କିଆ 3 ମାର୍କିଆ କୋଶ୍ଚିନ୍ ଆନ୍ସର ନିଶ୍ଚିନ୍ତ ଆ ଭିତରେ ତମର ଏକ୍ଜାମରେ ଆସିବ ପିଲାମାନେ ଆଜି। ତ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି, ଧନ୍ୟବାଦ।